ମୋ ନାଁ ଦିବାକର ଆଚାର୍ଯ୍ୟ। ମୁଁ ହେଉଛି ଅନଲାଇନ୍ ଅଟୋ ସଂଘର ଜଣେ ସଦସ୍ୟ। ସାର୍ ଦେଖନ୍ତୁ, ପ୍ରଥମ ସମସ୍ୟା ହେଲା ଆମେ ବର୍ଷକୁ 8,000 ପାଖାପାଖି ଇନ୍ସୁରାନ୍ସ କରୁଛୁ ଗାଡ଼ିର। 2 ବର୍ଷ ଥରେ ଫିଟନେସ୍ କରୁଛୁ, 2,000-2,500 ଟଙ୍କା ଖର୍ଚ୍ଚ କରୁଛୁ। ତା ସଙ୍ଗେ ଆଜିକାଲି ମାର୍କେଟ ଆମେ ଯେଉଁ ଭଳିଆ ରେଟ୍ ବର୍ତ୍ତମାନ ଚାଲିଛି, ତା ରେଟ୍କୁ ଆମେ ଦେଖିଲା ବେଳକୁ ଆମର ଯେଉଁ ଭଳିଆ ପ୍ରାଇସ୍ ଆମକୁ ଓଲା ଉବେର ଦେଉଛନ୍ତି ସେତିକି ଆମକୁ ବର୍ତ୍ତମାନ ପୋଷଉନି। ତେଣୁକରି ତା ସଙ୍ଗେ ସଙ୍ଗେ ଆମର ଯେଉଁ ବାଇକ୍ ଗୁଡ଼ା ଚାଲୁଛି ବର୍ତ୍ତମାନ ପ୍ରବଳ ମାତ୍ରାରେ ପ୍ରାଇଭେଟ୍ ବାଇକ୍ ଚାଲୁଛି। ସେମାନେ ପାର୍ଟ ଟାଇମ୍ ଚଲାଉଛନ୍ତି, 5-6 ହଜାର ପାଖାପାଖି ବାଇକ୍ ଚାଲୁଛି, ଯାହାଫଳରେ ଆମ ଭଡ଼ା ସେମାନେ ନେଇଯାଉଛନ୍ତି। ତାପରେ ଉବେର କ'ଣ କରୁଛି, ଯଦି ମନେକର ଗୋଟେ ଭଡ଼ା ଦେଖାଉଛି ଆମକୁ 150 ଟଙ୍କା, କିନ୍ତୁ କଷ୍ଟମର ଦେଖାଉଛି ସେଇଟା 105 ଟଙ୍କା ଦେଖାଉଛି। ତାପରେ ବୁକିଂ ଆମର ଆସୁ ନ ଆସୁ ଯଦି ଆମେ ଆପ୍ଟାର ଅନ୍ କରୁଛୁ, ତାହେଲେ ଆମର ପ୍ରତିଦିନ 29 ଟଙ୍କା ସେ ଆମର କାଟି ଦେଉଛି ଆମ ଆକାଉଣ୍ଟରୁ। ତା ସଙ୍ଗେ ସଙ୍ଗେ ଯଦି ମନରେ କ'ଣ ପ୍ରୋବ୍ଲେମ୍ ଟିକେ ହେଲା, ସିଏ ଆମର କ'ଣ କରୁଛି ନା ଆଇଡ଼ି ବ୍ଲକ୍ କରିଦେଉଛି। ଏଇଭଳି ଆମର ସମସ୍ୟା ଅଛି। ଯଦି ଏଇଭଳିଆ ସମସ୍ୟା ଆଗକୁ ଲାଗି ରହେ, ତାହେଲେ ଆମେ ଆଗକୁ ଜୋରଦାର ମଧ୍ୟ ଆନ୍ଦୋଳନ ମଧ୍ୟ କରିବୁ ଆଉଥରେ।